हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲକୁ। ପିଲେ ଆଜି ଆମେ ପଢ଼ିବା କ'ଣ ନା ଓଡ଼ିଆ ଅନର୍ସ କୋର୍ 10ର ୟୁନିଟ୍ 2। ପିଲେ ତମ ପାଇଁ ମୁଁ ପୂର୍ବ ଭିଡ଼ିଓରେ ୟୁନିଟ୍ 1ର କ୍ଲାସ୍ଟା ସରେଇ ଦେଇଛି। ଯେଉଁମାନେ ବି ଦେଖିନ ଯାଇକି ପ୍ଲେଲିଷ୍ଟକୁ ଯାଇକି ଦେଖିଦେବ। ତ ଆଜି ଆମେ ପଢ଼ିବା କ'ଣ ନା ୟୁନିଟ୍ 2ର 1 ମାର୍କ 2 ମାର୍କ 5 ମାର୍କ ତା ସହିତ ଆମର ଲଙ୍ଗ୍ କ୍ୱେଶ୍ଚିନ୍ ପିଲେ ସବୁ ସିଲେକ୍ଟେଡ଼ ତୁମ ପାଇଁ ମୁଁ ଆଣିଛି। ତାହେଲେ ଦେଖିଦେବା। ତମର ୟୁନିଟ୍ 2ରେ କ'ଣ ଅଛି ପିଲେ ନା ଯେଉଁ କୋର୍ ପେପର୍ 10ରେ ୟୁନିଟ୍ 2ରେ ଅଛି କ'ଣ ନା ସରି ପିଲେ କ'ଣ ଅଛି ତମର ଦାଦିବୁଡ଼ା ଉପନ୍ୟାସ ଆଉ କାଳାନ୍ତର ଉପନ୍ୟାସ ଅଛି। ତ ଦାଦିବୁଡ଼ା ଉପନ୍ୟାସର ଲେଖକ କିଏ ନା ଗୋପୀନାଥ ମହାନ୍ତି ଆଉ କାଳାନ୍ତରର କିଏ ନା ସୁରେନ୍ଦ୍ର ମହାନ୍ତି। ତ ଦେଖିବା ପ୍ରଥମେ ଏହାର 1 ମାର୍କ ଦେଖିବା ପିଲେ ହେଲା ଯେ ପରଜା ଉପନ୍ୟାସର ରଚୟିତା କିଏ? ପରଜା ଉପନ୍ୟାସର ରଚୟିତା କିଏ? ଗୋପୀନାଥ ମହାନ୍ତି। ନେକ୍ସଟ ଦେଖିବା ପିଲେ ନିମ୍ନଲିଖିତ ମଧ୍ୟରୁ କେଉଁଠି ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ନୁହେଁ? କେଉଁଠି ପିଲା ନୁହେଁ? ମାଟିର ମଣିଷ। ମାଟିର ମଣିଷ ଯିଏକି ଲେଖକ ହଉଛନ୍ତି କି ନା କାଳିନ୍ଦୀ ଚରଣ ପାଣିଗ୍ରାହୀ। ଦାନାପାଣି ଉପନ୍ୟାସଟି କାହାର ରଚନା? ଦାନାପାଣି କାହାର ନା ପିଲେ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ହଉଛି ଦାନାପାଣି। କେଉଁ ଉପନ୍ୟାସ ପାଇଁ ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର ପାଇଛନ୍ତି? କେଉଁ ଉପନ୍ୟାସ ପାଇଁ ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର ପାଇଛନ୍ତି ପିଲେ ନା ମାଟି ମଟାଳ। ଗୋପୀନାଥ ମହାନ୍ତି କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ? କେତେ ମସିହାରେ ପିଲେ? 1973 ମସିହାରେ। କେଉଁ ଉପନ୍ୟାସ ପାଇଁ ଗୋପୀନାଥ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଗୋପୀନାଥ ମହାନ୍ତି କେଉଁ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ନା ଅମୃତର ସନ୍ତାନ ପାଇଁ। କେଉଁ ଗଛରେ ଦାଦିଗୁଡ଼ାର ସ୍ଥାପନ ହୋଇଥିଲା? କେଉଁ ଗଛ ପିଲେ? ଖଜୁରୀ ଗଛରେ। ପ୍ରାଚୀନ ପ୍ରତି ଖ୍ରୀଷ୍ଟିଆନଠୁ ହଳ ପିଛା କେତେ ଆଦାୟ କରେ? କେତେ ଟଙ୍କା ନା 4 ଅଣା। ଅଲେଇବିରିଆର ଝିଅ କିଏ? ଅଲେଇବିରିଆର ଝିଅ କିଏ ନା ସନ୍ତୋଷ କୁମାରୀ। କେତେ ବର୍ଷ ବୟସରେ ଠେଙ୍ଗାଜାନି କ୍ଷେତରେ ଲଙ୍ଗଳ ଧରିଲା? କେତେ ବର୍ଷ ବୟସରେ ପିଲେ ନା 12 ବର୍ଷ। ଠେଙ୍ଗାଜାନି କାହାକୁ ନେଇ ଆସାମ ପଳେଇଲା? କାହାକୁ ନେଲା ପିଲେ ନା ସନ୍ତୋଷ କୁମାରୀ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି କେବେ ଜନ୍ମଗ୍ରହଣ କରିଥିଲେ? କେବେ ଜନ୍ମଗ୍ରହଣ କରିଥିଲା ପିଲେ? 1922 ମସିହାରେ। ବଧୂ ଓ ପ୍ରିୟା ଉପନ୍ୟାସର ଔପନ୍ୟାସିକ କିଏ? କିଏ ନା ବଧୂ ଓ ପ୍ରିୟାର ସୁରେନ୍ଦ୍ର ମହାନ୍ତି। ଦେଖିବା ନିମ୍ନଲିଖିତ ମଧ୍ୟରୁ କେଉଁଠି ସୁରେନ୍ଦ୍ର ମହାନ୍ତିଙ୍କ ଏକ ଚରିତ୍ରମୂଳକ ଉପନ୍ୟାସ? କେଉଁଠି ପିଲେ ନା ତାଙ୍କର ଚରିତ୍ରମୂଳକ ଉପନ୍ୟାସ ହଉଛି କୁଳବୃଦ୍ଧ। କେଉଁ ଉପନ୍ୟାସଟି ସୁରେନ୍ଦ୍ର ମହାନ୍ତିଙ୍କର ଜଗନ୍ନାଥ କେନ୍ଦ୍ରିକ ଉପନ୍ୟାସ ଅଟେ? କୋଉଟା ନା ପିଲେ ନୀଳାନ୍ଦ୍ରି ବିଜୟ। ପିଲେ ତମ ପାଇଁ ଏଗୁଡାକ ସବୁ ସିଲେକ୍ଟେଡ ହେଲା। ତ ତମେ ଏତିକି ଯଦି ଭଲସେ ପଢିକି ଯିବ ତାହେଲେ ତମର କୌଣସି ଅସୁବିଧା ହବ ନାହିଁ ହେଲା। କିନ୍ତୁ ପିଲେ ତମେ ଯଦି ମୂଳ ବୁକଟା ଯଦି ପଢି ଦେଇଥିବ ତାହେଲେ ତମର ଏଇଟା କିଛି ଆବଶ୍ୟକ ନାହିଁ। ଯଦି ତମେ ମୂଳ ବହିଟା ପଢିନାହ ସେଥିପାଇଁ କ'ଣ ନା ଏ ଯାକ ତମକୁ ପଢିବାକୁ ପଡିବ। ଯଦି ତମେ ଚାହୁଁଛ ମୁଁ ତମର ମୂଳ ବହିଟା ଆଲୋଚନା କରେ ତାହେଲେ କ'ଣ ମତେ କମେଣ୍ଟ କରିବ, ମୁଁ ତମକୁ ଯେ କ'ଣ ଦାଦିବୁଡ଼ା ଉପନ୍ୟାସର ଯୋଉ ମୂଳ ବହିଟା ଅଛି ସେଇଟା ଆଲୋଚନା କରିବି ହେଲା ପିଲେ। ନେକ୍ସଟ ଦେଖିବା ଗୋବିନ୍ଦ ତିହାଡୀଙ୍କ କୋଚିଲା ବଣରୁ କେତେ ଜମି ନିଶାମଣି ସୁନାମରେ କିଣିଥିଲେ? କେତେ ପିଲେ ନା 4 ଗୁଣ୍ଠ। ନିଶାମଣି ମହାନ୍ତିଙ୍କ ନାତି କିଏ? ନିଶାମଣି ମହାନ୍ତିଙ୍କ ନାତି କିଏ ନା ପିଲେ ସୂର୍ଯ୍ୟମଣି। ସୂର୍ଯ୍ୟମଣିଙ୍କ ଠାରୁ ଦୋଳଗୋବିନ୍ଦ କେତେ ଟଙ୍କାରେ ଢିଅଣୀକୁ କିଣିଥିଲେ? କେତେ ଟଙ୍କା ପିଲେ ନା 800 ଟଙ୍କାରେ। ନନ୍ଦୀ ମଠରେ କିଏ ରହୁଥିଲା? ନନ୍ଦୀ ମଠରେ କିଏ ରହୁଥିଲା ପିଲେ ନା ଅନାମ ଦାସ। କେତେ ବର୍ଷ ବୟସରେ କେତକୀ ବିଧବା ହୋଇଯାଇଥିଲା? କେତେ ବର୍ଷ ପିଲେ ନା 20 ବର୍ଷ ବୟସରେ। କାଳାନ୍ତର ଉପନ୍ୟାସରେ ସର୍ବମୋଟ କେତୋଟି ପରିଚ୍ଛେଦ ରହିଛି? କେତୋଟି ପିଲେ 12ଟି। କାଳାନ୍ତର ଏକ କେଉଁ ଧରଣର ଉପନ୍ୟାସ? କାଳାନ୍ତର ଗୋଟେ କ'ଣ ନା ପିଲେ ସାମାଜିକ ଉପନ୍ୟାସ। ଗୋପୀନାଥ ମହାନ୍ତି କେବେ ଜନ୍ମଗ୍ରହଣ କରିଥିଲେ? ଗୁରୁତ୍ୱପୂର୍ଣ୍ଣ ପିଲେ ଯେ ଗୋପୀନାଥ ମହାନ୍ତି କେବେ ଜନ୍ମଗ୍ରହଣ କରିଲେ, କେଉଁଠାରେ କେବେ ଜନ୍ମଗ୍ରହଣ କରିଥିଲେ? 1914 ମସିହାରେ, ଯେତେବେଳେ କି ଆମ
ଆମ ଦେଶର କ'ଣ ଯେ ସାରା ବିଶ୍ୱରେ ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧର ଘୋର ଭୟାବହ ଚାଲିଥିଲା ସେ ସମୟରେ ଗୋପୀନାଥ ମହାନ୍ତି ଜନ୍ମଗ୍ରହଣ କରିଥିଲେ କେବେ ନା 1914 ମସିହା 20 ଏପ୍ରିଲରେ। ଗୋପୀନାଥ ମହାନ୍ତିଙ୍କ ମାତାଙ୍କ ନାମ କ'ଣ? ତାଙ୍କ ମାତାଙ୍କ ନାମ କ'ଣ ନା ପିଲେ? ଦୁର୍ଗାବତୀ। ମାଟିମଟାଳ ଉପନ୍ୟାସର ଉପନ୍ୟାସିକ କିଏ? ମାଟିମଟାଳ ଉପନ୍ୟାସର ଉପନ୍ୟାସିକ କିଏ ନା ପିଲେ? ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତି କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କେବେ ପାଇଥିଲେ ନା? ଗୋପୀନାଥ ମହାନ୍ତି 1955 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କଳାଶକ୍ତି ଆଲୋଚନା ଗ୍ରନ୍ଥ କାହାର ରଚନା? କଳାଶକ୍ତି ଆଲୋଚନା ଗ୍ରନ୍ଥ କାହାର ରଚନା ପିଲେ? ଗୋପୀନାଥ ମହାନ୍ତିଙ୍କର। ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀର ନାମ କ'ଣ? ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀର ନାମ କ'ଣ ପିଲେ? ସ୍ରୋତସ୍ୱତୀ। କେଉଁ ନଈ ଉପତ୍ୟକା ଭିତରେ ରୂପାର ହର୍ଷଧାରା ପରି ବହିଯାଇଛି? କେଉଁ ନଈ ପିଲେ? ମୁରାର ନଈ। କାହା ପାଖରେ ଏକ ବିରାଟ ଉଇହୁଙ୍କା ଠିଆ ହୋଇଥିଲା? କାହା ପାଖରେ ନା ପିଲେ? ଦାଦିବୁଡ଼ା। ଠେଙ୍ଗାଜାନି କାହାର ପୁଅ? ଠେଙ୍ଗାଜାନି କାହାର ପୁଅ ନା? ରାମ ନାୟକର। ସଞ୍ଜ ହେଲେ ଠେଙ୍ଗାଜାନି କ'ଣ ବଜାଏ? ସଞ୍ଜ ହେଲେ ଠେଙ୍ଗାଜାନି କ'ଣ ନା? ଡୁଗୁଡୁଗା। ଡୁଗୁଡୁଗା ବଜାଏ ସେ। ହରିଜାନିର ଝିଅଟିର ନାମ କ'ଣ? ହରିଜାନିର ଝିଅଟିର ନାମ ହେଉଛି କ'ଣ ନା ପିଲେ? ସାରିଆଦାନ। ଗାଁ ଦାଣ୍ଡରେ କ'ଣ ନେଇ ସାରିଆଜାନ ଯାଉଥିଲା? କ'ଣ ନେଇ ଯାଉଥିଲେ ପିଲେ? ମକା। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଗୋଟିଏ ରାଜନୈତିକ ଉପନ୍ୟାସର ନାମ ଲେଖ। ରାଜନୈତିକ ଉପନ୍ୟାସ ତାଙ୍କର କ'ଣ ପିଲେ ନା? ଅନ୍ଧ ଦିଗନ୍ତ। କଲେଜ ବୟ ଉପନ୍ୟାସର ରଚୟିତା କିଏ? କଲେଜ ବୟ ଉପନ୍ୟାସର ରଚୟିତା କିଏ ନା ପିଲେ? ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ସହସ୍ର ଶଯ୍ୟାର ନାୟିକା ଉପନ୍ୟାସର ରଚୟିତା କିଏ? ସହସ୍ର ଶଯ୍ୟାର ନାୟିକା ଉପନ୍ୟାସର ରଚୟିତା ହେଉଛନ୍ତି ସୁରେନ୍ଦ୍ର ମହାନ୍ତି। କେଉଁ ଉପନ୍ୟାସ ପାଇଁ ସୁରେନ୍ଦ୍ର ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କେଉଁ ଉପନ୍ୟାସ ପାଇଁ? ସେ ନୀଳଶୈଳ। କୃଷ୍ଣାବେଣୀର ସନ୍ଧ୍ୟା ଉପନ୍ୟାସର ଉପନ୍ୟାସିକ କିଏ? କୃଷ୍ଣାବେଣୀର ସନ୍ଧ୍ୟା ଉପନ୍ୟାସର ଉପନ୍ୟାସିକ କିଏ ନା? ସୁରେନ୍ଦ୍ର ମହାନ୍ତି। କୂଳବୃଦ୍ଧ ଉପନ୍ୟାସ ପାଇଁ ସୁରେନ୍ଦ୍ର ମହାନ୍ତି କେଉଁ ପୁରସ୍କାର ପାଇଥିଲେ? କୂଳବୃଦ୍ଧ ଉପନ୍ୟାସ ପାଇଁ ସୁରେନ୍ଦ୍ର ମହାନ୍ତି ସାରଳା ପୁରସ୍କାର ପାଇଥିଲେ। ଦୋଳଦାଦୀଙ୍କ ବଡ଼ ପୁଅ କିଏ? ଦୋଳଦାଦୀଙ୍କ ବଡ଼ ପୁଅ ହେଉଛନ୍ତି କିଏ ନା? ନୀଳାମ୍ବର। କିଏ ମୁକ୍ତାପୁର ମହାନ୍ତି ସାହିରେ 10,000 ବେଳେ ସରସ୍ୱତୀ ପୂଜାର ବିଧାନ ଆରମ୍ଭ କରିଥିଲେ? କିଏ ନା ପିଲେ? ନିଶାମଣି ମହାନ୍ତି। ମୁକ୍ତାପୁର ମହାନ୍ତି ସାହିର ଅଷ୍ଟଭୁଜା ସରସ୍ୱତୀ ମୂର୍ତ୍ତି କିଏ ଗଢ଼ନ୍ତି? କିଏ ନା ପିଲେ? ଲକ୍ଷ୍ମୀ ମହାରଣା। ଦେବୀ କେଉଁ ବାହନରେ ଆସୁଛନ୍ତି ବୋଲି କୁହାଯାଇଛି? କେଉଁ ବାହନରେ ପିଲେ ନା? ଅଶ୍ୱବାହନ। ଗୋପୀନାଥ ମହାନ୍ତି କେଉଁଠାରେ ଜନ୍ମଗ୍ରହଣ କରିଥିଲେ? କେଉଁଠାରେ ପିଲେ ନା? କଟକ ଜିଲ୍ଲାର ନାଗବଲି ଠାରେ ଗୋପୀନାଥ ମହାନ୍ତି ଜନ୍ମଗ୍ରହଣ କେତେ ମସିହାରେ ନା? 1914 ମସିହା। ଗୋପୀନାଥ ମହାନ୍ତିଙ୍କ ପିତାଙ୍କ ନାମ କ'ଣ? ପିତାଙ୍କ ନାମ ହେଉଛି ସୂର୍ଯ୍ୟମଣି ମହାନ୍ତି। ଅନଳ ନଳ ଉପନ୍ୟାସଟି କାହାର ରଚନା? ଅନଳ ନଳର ରଚୟିତା କିଏ ନା ପିଲେ? ଗୋପୀନାଥ ମହାନ୍ତି। ଧୂଳିମାଟିର ସନ୍ଥ ଜୀବନୀ ଗ୍ରନ୍ଥ କିଏ ରଚନା କରିଛନ୍ତି? ଧୂଳିମାଟିର ସନ୍ଥ ଜୀବନୀ ଗ୍ରନ୍ଥ କିଏ ରଚନା କରିଛନ୍ତି ପିଲେ ନା? ଗୋପୀନାଥ ମହାନ୍ତି। କନ୍ଧ ଭାଷାରେ ବୁଢ଼ାର ଅର୍ଥ କ'ଣ? ଆମର ଯୋଉ କନ୍ଧ ଭାଷା ରହିଲା ସେଇ ଭାଷାରେ ଯୋଉ ବୁଢ଼ାର ଅର୍ଥ କ'ଣ ପିଲେ ନା? ବାପର ବାପାକୁ ବୁଢ଼ା ବୋଲି କୁହାଯାଏ। ରାମନାୟକ କେଉଁ ବିବାହ କରିଥିଲା? ରାମନାୟକ କେଉଁ ବିବାହ କରିଥିଲା ପିଲେ? ଉଦୁଲିଆ ବିବାହ କରିଥିଲା। ବାଘଡୁମା ଦେଖିବାକୁ କିପରି? କିପରି ପିଲେ ନା? ବାଘଡୁମା ଦେଖିବାକୁ 7-8 ବର୍ଷର ପୁରୁଷ ପିଲାଟିଏ ପରି। ତୁଣ୍ଡ ଲାଲ, ମୁଣ୍ଡ ଚନ୍ଦା ଆଉ ଲାଲ, ଆଖି ହଳଦିଆ ଅଟେ। ଏଲିଓ ପ୍ରାଚୀର ରାମନାୟକ ନାଁରେ ପରମ ପିତାଙ୍କୁ ଗୋଟିଏ ପ୍ରାର୍ଥନା କରି କ'ଣ ଗାଇଥିଲେ? କ'ଣ ଗାଇଥିଲେ ବୋଲେ? ଏଲିଓ ପ୍ରାଚୀର ରାମନାୟକ ନାଁରେ ପରମ ପିତାଙ୍କୁ ଗୋଟିଏ ପ୍ରାର୍ଥନା କରି ହାଲେଲୁୟା ଗାଇଥିଲେ। ନୀଳଶୈଳ ଉପନ୍ୟାସର ରଚୟିତା କିଏ ନା ପିଲେ? ନୀଳଶୈଳ ଉପନ୍ୟାସର ରଚୟିତା କିଏ ନା? ସୁରେନ୍ଦ୍ର ମହାନ୍ତି। ଆଜୀବକର ହଟହାସ୍ୟ ଉପନ୍ୟାସଙ୍କ ନାମ କ'ଣ? ଆଜୀବକର ହଟହାସ୍ୟରେ କିଏ ଲେଖିଥିଲେ ପିଲେ ନା? ସୁରେନ୍ଦ୍ର ମହାନ୍ତି। ଦୋଳଦାଦୀଙ୍କ ବଡ଼ ଝିଅର ନାମ କ'ଣ? ଦୋଳଦାଦୀଙ୍କ ବଡ଼ ଝିଅର ନାମ କ'ଣ ପିଲେ ନା? କୁମୁଦ। ଉତ୍କଳ ଖଣ୍ଡରେ ଶକ୍ତି ହେଲେ ଅଷ୍ଟଭୁଜା ମହାସରସ୍ୱତୀ ଏହି ଉକ୍ତିଟି କାହାର? ଉତ୍କଳ ଖଣ୍ଡରେ ଶକ୍ତି ହେଲେ ଅଷ୍ଟଭୁଜା ମହାସରସ୍ୱତୀ ଏହି ଉକ୍ତିଟିର ନିଶାମଣି ମହାନ୍ତିଙ୍କର। ସୂର୍ଯ୍ୟମଣି ମହାନ୍ତିଙ୍କ ଦାଦୀ କିଏ ଥିଲେ? କିଏ ନା ପିଲେ? ସୂର୍ଯ୍ୟମଣି ମହାନ୍ତିଙ୍କ ଦାଦୀ ହେଉଛନ୍ତି ଦୋଳଗୋବିନ୍ଦ ମହାନ୍ତି। ଏବେ ପିଲେ ଆମେ 2 ମାର୍କର ଡିସ୍କସନ କରିବା।
ଯେ କଣ ଗୋପୀନାଥ ମହାନ୍ତିଙ୍କ ଗଳ୍ପ ଗୁଡ଼ିକର ନାମ ଲେଖ। ଯେ ଗୋପୀନାଥ ମହାନ୍ତି କଣ କଣ ଗଳ୍ପ ରଚନା କରିଥିଲେ, ତାର କୋଉ କୋଉ ଗଳ୍ପ ରଚନା କଲେ ତାହା ପଢିବା ପିଲା ଯେ ଗୋପୀନାଥ ମହାନ୍ତି ଜଣେ ପ୍ରଖ୍ୟାତ ଯୋଦ୍ଧା ଗାଳ୍ପିକ ଥିଲେ। ସେ କଣ ଯେ ଗୋପୀନାଥ ମହାନ୍ତି ଉପନ୍ୟାସ ମଧ୍ୟ ରଚନା କରିଲେ, ତା ସହିତ ଗଳ୍ପ ମଧ୍ୟ ରଚନା କରୁଥିଲେ। ତାଙ୍କର ଗଳ୍ପ ଗୁଡ଼ିକ କଣ କଣ ନା ପିଲେ ନା ଘାସର ଫୁଲ, ତା ସହିତ ପୋଡ଼ା କପାଳ, ନବବଧୂ, ଛାଇ ଆଲୁଅ, ରଣ ଦନ୍ଦୋଳ, ଗୁପ୍ତ ଗଙ୍ଗା, ନା ମନେ ନାହିଁ, ଉଡ଼ନ୍ତା ଖଇ, ସାତ ପାଞ୍ଚ, ସରସଜ୍ଜା, ତିନିକାଳ, ବାଟ ବନ୍ଧ ଓ ଅନ୍ୟାନ୍ୟ ଗଳ୍ପ ଇତ୍ୟାଦି। ତ ତମେ କଣ ପିଲେ ଯେ ଗୋପୀନାଥ ମହାନ୍ତି କଣ କଣ ଗଳ୍ପ ରଚନା କରିଲେ ମନେ ରଖିବିଲେ ହେଲା, ଇମ୍ପୋର୍ଟାଣ୍ଟ ଏଇଟା ଯେ ତମର 2 ମାର୍କ ମଧ୍ୟ ଆସିପାରେ ଯେ ଗୋପୀନାଥ ମହାନ୍ତିଙ୍କ ଗଳ୍ପ ଗୁଡ଼ିକର ନାମ ଲେଖ। ନେକ୍ସଟ ଦେଖିବା, ହରିଜାନୀ କେଉଁମାନଙ୍କୁ ଡୁମା ବୋଲି କହିଛି। ଯେ ହରିଜାନୀ ଡୁମା କାହାକୁ କହିଛି ନା ପିଲେ, ହରିଜାନୀ କହିଛି ଏଠି ସିନା ଆମେ ଲଗେଇଛୁ, ହେଇ ଯେ କୋଷ କୋଷ ନିଆଁ ଲାଗିଛି, ଆକାଶର ଅଧା ଅଧା କେଉଁ ମଣିଷ ସେଠିକୁ ଯାଇଥିଲା ନିଆଁ ଲଗେଇବାକୁ, ସେଇ ସବୁ ଆମ ପୂର୍ବପୁରୁଷ ମଲା ଲୋକଙ୍କର କାମ, ସେଇମାନେ ହିଁ ଡୁମା, ସେଇମାନେ ହିଁ ସେଠି ନିଆଁ ଲଗାନ୍ତି। ତାହେଲେ ହରିଜାନୀ କାହାକୁ ଡୁମା କହିଛନ୍ତି ପିଲେ, ତାଙ୍କର ଯୋଉ ପୂର୍ବପୁରୁଷ ମାନେ ମୃତ୍ୟୁବରଣ କରିଥିଲେ ତାକୁ ସେମାନେ କଣ କହିଛନ୍ତି ନା ଡୁମା ବୋଲି କହିଛନ୍ତି। ଏବଂ ଯାହାବି ତାଙ୍କର ଯୋଉ ଯେ କଣ ଯୋଉ ନିଆଁ ଲାଗିଛି, ଯୋଉ ବହୁତ ଦୂରରେ ଯୋଉ ନିଆଁ ଲାଗିଛି ସେଇଟା ସେ ହରିଜାନୀ କଣ କହିଛି ନା ସେଠା ସେଇ ଯୋଉ ନିଆଁ ଲାଗିଛି ସେଇଟା କିଏ ଲଗେଇଛନ୍ତି ବୋଲେ ଡୁମା ଲଗେଇଛି ବୋଲି କହିଛି। ନେକ୍ସଟ ଦେଖିବା, ଦାଦି ବୁଢାକୁ 7 ବେଣ୍ଟିଆ କିପରି କରାଗଲା। ଯେ ଦାଦି ବୁଢାକୁ 7 ବେଣ୍ଟିଆ କିପରି କରାଗଲା ନା ବୋଲେ ସେଟା ଦେଖିବା ଆମେ, ଖଜୁରୀ ଗଛ ଉପରେ 10 କୁରାଡି ପଡିଲା ହେଲା, ଯୋଉ ଖଜୁରୀ ଗଛକୁ କଣ ଯୋଉ 10 କୁରାଡି ପଡିଲା, ତାପରେ ଠିକ ଚିତାଏ ଉଚ୍ଚରେ ମୂଳରୁ ପୁରୁଷେ ଉଞ୍ଚ ଛାଡ଼ି ଦେଇ ଯେତିକି ରହିଲା ସେତିକି ହେଲା ଦାଦି ବୁଢାର ପ୍ରତୀକ। ଥୁଣ୍ଟାର ମୂଳରୁ ମୁଣ୍ଡ ଯାକେ 20 କି 21 ସ୍ଥାନରେ ଚୋଟ ଚୋଟ ହୋଇ ହଣା ଯାଇ 7 ବେଣ୍ଟିଆ କରାଗଲା। କୋଟାଘାରେ ଚୂନ ହଳଦୀ ପରି ହଣା କାଠର ଫାଙ୍କେ ଫାଙ୍କେ ଧଳା ନାଲି କଳା ରଙ୍ଗ ସବୁ ଗୁଳା ହେଲା। ମୁଣ୍ଡ ଉପରେ ଧବକନା ଖଣ୍ଡେ ପଗଡ଼ି ହୋଇ ବନ୍ଧା ହେଲା। ଦାଦି ବୁଢା ବଡ଼ ବଡ଼ ଆଖି କରି ତଲର ପଲ୍ଲୀକୁ ଅନେଇ ରହିଲା ଜଗୁଆଳ ମୁରବୀ ପରି। ପିଲେ ତମେ ଯୋଉ ଦାଦି ବୁଢା ଯୋଉ ଦାଦି ବୁଢା ଯୋଉ କନ୍ଧମାନେ ଥିଲେ, ଅର୍ଥାତ୍ ସେଇ ସମୟରେ ଯୋଉ ଏଇଟା ଯେ ଗୋପୀନାଥ ମହାନ୍ତି ଯେତେବେଳେ କୋରାପୁଟ ଜିଲ୍ଲାକୁ ଯାଇଥିଲେ ସେ ସମୟରେ ଯୋଉ କନ୍ଧମାନେ ଥିଲେ ତାଙ୍କର ଯୋଉ ଚାଲି ଚଳନି ତାଙ୍କର ଯୋଉ ବିଶ୍ୱାସ କିପରି ଥିଲା ତାହାକୁ ଭିତ୍ତି କରି ହିଁ କଣ କଲେ ନା ଗୋପୀନାଥ ମହାନ୍ତି ଏକ ଉପନ୍ୟାସ ରଚନା କଲେ, କୋଉଟା କି ଦାଦି ବୁଢା, ଯାହାକି ଏଇ ଯୋଉ ଦାଦି ବୁଢା ଉପନ୍ୟାସ ରଚନା କରିବାକୁ ତାଙ୍କୁ ଗୋଟିଏ ବର୍ଷ ସମୟ ଲାଗିଥିଲା ବେଲେ ହେଲା। ଯେ ସେମାନେ କଣ ଖଜୁରୀ ଗଛକୁ ସେମାନେ କଣ ତାଙ୍କର ନା ଈଶ୍ୱର ବୋଲି ମାନନ୍ତି। କମଳିର ଗୋଡ଼ କିପରି ମକଚି ହୋଇଗଲା। ତ ଏଇଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହଁ ପିଲେ, ଯେ ଏଇଟା ଗୁରୁତ୍ୱପୂର୍ଣ୍ଣ ଯେ ଉଦୁଲିଆ ବିବାହ କିପରି ହୋଇଥାଏ। ଏଇଟା ଗୁରୁତ୍ୱପୂର୍ଣ୍ଣ ପିଲେ ଯେ ଉଦୁଲିଆ ବିବାହ କିପରି ହୋଇଥାଏ। ଯେ ଦେଖିବା, ପୂର୍ବରୁ କନ୍ୟାକୁ ରାଜି କରାଇ ଦିନେ ବନ୍ଧୁ 2-3 ଜଣ ଘେନି ପହଞ୍ଚି ଅତି ପ୍ରାଚୀନ ପଦ୍ଧତି ଅନୁସାରେ କନ୍ୟା ମୁହଁରେ ଲୁଗା ଘୁଞ୍ଚି ଦେଇ ଶୂନ୍ୟ ଶୂନ୍ୟ ତାକୁ ଚୋରି କରି ଆଣିବାକୁ ହୁଏ। ଘରେ ଆଣି 5-10 ଜଣଙ୍କୁ ଡାକି ଛୋଟ ଭୋଜିଟିଏ ଦେଇ ବିନା ଚାମୁଡିଆ ବିନା ଢୋଲ ମହୁରୀରେ ଡାଲି ଭାତରେ ଖାଲି ସାନ ବିଭାଟିଏ କରି ନେବାକୁ ପଡେ। ତାପରେ କନ୍ୟାର ବାପ ଖୋଜି ଖୋଜି ଆସେ, 5-7 ଜଣଙ୍କୁ ବସାଇ ପଞ୍ଚାୟତି କରେ। ସାମାନ୍ୟ ଝୋଲା ଟଙ୍କାରେ ସବୁ ମେଣ୍ଟିଯାଏ। ଏହିପରି ବିବାହକୁ ଉଦୁଲିଆ ବିବାହ କୁହାଯାଏ। ତାହେଲେ ଉଦୁଲି ବିବାହ କଣ ପିଲେ ଯେ କଣ ଆମ ଯୋଉ ବାହାଘରରେ ଆମର ଯେମିତି ଯେ ଭୋଜି ଭାତ ଯୋଉ ଆମର କଣ ଯେ ହୁଏ ସେଇଟା ନ ହେଇକି କଣ ହୁଏ ନା ତାଙ୍କର ଯେ ସେ ଗୋଟେ ଝିଅକୁ ପସନ୍ଦ କରିଥିବ ତାକୁ ଯିବ ଧରିକି ପଳେଇ ଆସିକି ତାକୁ କଣ ଯେ କିଛି ତାଙ୍କ ଘର ଲୋକମାନଙ୍କ ସହିତ କିଛି କହିବନି କିଛି ନାହିଁ, ସେ ଯାଏ ଶୂନ୍ୟ ଶୂନ୍ୟ ଧରିକି ଆସିବ, ତା ସହିତ କଣ ଯେ ଗାଁରେ ଯେତିକି କଣ ଛୋଟ ମୋଟ ଭୋଜି ହୁଏ ସେତିକିରେ ତାଙ୍କର କଣ ନା ବାହାଘର ସରି ହୁଏ। ତା ସହିତ କଣ ନା ସେ କିଛି ଟଙ୍କା ବା ଯାହାକୁ ଝୋଲା ବୋଲି ସେମାନେ କହୁଥିଲେ ସେତିକିରେ ତାଙ୍କର କଣ ନା ବାହାଘର ସରିଯାଏ। ତାକୁ ହିଁ କଣ ନା ଉଦୁଲ୍ୟ ବିବାହ କୁହାଯାଏ। ନେକ୍ସଟ ଦେଖିବା, ସରସ୍ୱତୀ ଢିଅ ଚାରି ପାଖରେ କଣ ଥିଲା। ସରସ୍ୱତୀ ଢିଅ ଚାରି ପାଖରେ କଣ ଥିଲା ନା ପିଲେ, ନିଶାମଣି ମହାନ୍ତି ଯେଉଁ ଢିଅରେ ସରସ୍ୱତୀ ପୂଜା କରିଲେ ତାହା ଥିଲା ସରସ୍ୱତୀ ଢିଅ। ଯେତେବେଳେ ନିଶାମଣି ମହାନ୍ତିଙ୍କ ନାତି ସୂର୍ଯ୍ୟମଣି ସରସ୍ୱତୀ ଢିଅ ବିକିବା ପାଇଁ ସ୍ଥିର କରିଛନ୍ତି ସେତେବେଳେ ସେ କହିଛନ୍ତି ଝିଅଟିଏ ବିକିଲେ କିଣିବ କିଏ। ଢିଅର ଗୋଟିଏ ପାଖରେ
ଗୋପଦାଦୀଙ୍କ ସାରୁବାଡ଼ି, ଅନ୍ୟ ପାଖେ ଦୋଳୁଆ ପୋଖରୀ, ପଛକୁ ବ୍ରାହ୍ମୁଣିଆଙ୍କ ବାଉଁଶ ବଣ, ତ ସାମ୍ନାକୁ ଦାଣ୍ଡ ଗୋହିର। ଗୋପଦାଦୀଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ସରସ୍ୱତୀ ଗୃହକୁ କିଣିବେ ନାହିଁ। ନେକ୍ସଟ ଦେଖିବା ପିଲା, ଏଇଟା ତମର ଗୁରୁତ୍ୱପୂର୍ଣ୍ଣ। ମାଳି ମିଶ୍ର କଣ ଦେଖି ଚାରିଆଡ଼େ ହୁରି ପକାଇଲେ, ଏଇଟା ଗୁରୁତ୍ୱପୂର୍ଣ୍ଣ ନୁହଁ ପିଲା ହେଲା। ନେକ୍ସଟ ଦେଖି ଆମର ତମର 1 ମାର୍କ ସରିଲା, 2 ମାର୍କ ସରିଲା ପିଲେ। ଏବେ ଦେଖି ଆମେ କଣ ନା 5 ମାର୍କ। ଗୋପୀନାଥ ମହାନ୍ତିଙ୍କ ଆଦିବାସୀ ଉପନ୍ୟାସ ଗୁଡ଼ିକର ସମ୍ୟକ ପରିଚୟ ପ୍ରଦାନ କର। ଯେଉଁ ଗୋପୀନାଥ ମହାନ୍ତି ଯେଉଁ ଆଦିବାସୀ ମୂଳକ ଉପନ୍ୟାସ ରଚନା କଲେ, ତାଙ୍କର ଆଦିବାସୀ ମୂଳକ ଉପନ୍ୟାସ କଣ କଣ ସେଇଟା କଣ ଏଟା ଆଲୋଚନା କରିବାକୁ କହିଛି ହେଲା। ଗୋପୀନାଥଙ୍କ ଶିଳ୍ପ ପ୍ରାଣ ଦଳିତ ନିଷ୍ପେଷିତ ଲୋକମାନଙ୍କ ପ୍ରତି ସତତ ମମତ୍ୱବୋଧରେ ବନ୍ଧା 1940ରୁ 45 ମସିହାରେ କୋରାପୁଟର ରହଣୀ ମଧ୍ୟରେ ଶିଳ୍ପୀ ଗୋପୀନାଥ ଆଦିବାସୀମାନଙ୍କର ଜୀବନ, ସଂସ୍କୃତି, ସମସ୍ୟା ସହିତ ଜଡ଼ିତ ହୋଇପଡ଼ିଥିଲେ। ଶାସକ ହିସାବରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ତାଙ୍କର ଶିଳ୍ପୀ ପ୍ରାଣ ଗିରିବାସୀମାନଙ୍କ ସମସ୍ୟା ନିଷ୍ପେଷଣର ପଛରେ ସଭ୍ୟ ମଣିଷର ଅଧିକା ହାତ କିପରି କାମ କରି ଚାଲିଛି ତାହାର ସନ୍ଧାନ ନେଲା। ଶାସକ ଗୋପୀନାଥଙ୍କ ଅନୁଭୂତି ଶିଳ୍ପୀ ଗୋପୀନାଥଙ୍କ ଆତ୍ମାରେ ସିଂହରଣ ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କଲା। ଶୋଷକର ଦୃଷ୍ଟିରେ ଆଦିବାସୀମାନଙ୍କୁ ନ ଦେଖି ସେ ଶୋଷିତ ଆଦିବାସୀର ଦଳ ସହ ସାମିଲ ହୋଇଗଲେ। ସେମାନଙ୍କର ସଂସ୍କୃତି ସଭ୍ୟତାର ମୂଳ ସ୍ୱର ସହ ପରିଚିତ ହେଲେ। ଆଦିବାସୀମାନଙ୍କ ଜୀବନ, ଭାଷା ସମସ୍ୟା ହେଲା ତାଙ୍କର ଅନୁଭୂତି ସିଦ୍ଧ ଘଟଣା। ଯେ ଆଦିବାସୀମାନଙ୍କ ସହ ନିବିଡ଼ତାର ଫଳସ୍ୱରୂପ ତାଙ୍କ ଲେଖନୀରୁ ଦାଦିବୁଡ଼ା, ପରଜା, ଅମୃତର ସନ୍ତାନ, ଶିବ ଭାଇ, ଅପହଞ୍ଚ କଳାକୃତି ଭାବେ ଆତ୍ମପ୍ରକାଶ କଲା। ଆଦିବାସୀମାନଙ୍କର ଭାଷାକୁ ଭିତ୍ତି କରି ଗୋପୀନାଥ କୁନ୍ଦିକନ୍ଧ ଭାଷା ତତ୍ତ୍ୱ କଣ ଗଦ୍ବା ଭାଷା, କୁବିଲ କୃତି, ଯେ କଣ ନା ଗୋପୀନାଥ ମହାନ୍ତି କନ୍ଧ ବା ଯେଉଁ ଆଦିବାସୀମାନଙ୍କ ସହିତ କଣ ଯେ ତାଙ୍କ ସହିତ ମିଶିବା ପରେ ତାଙ୍କର ଚାଲିଚଳଣି ସବୁ ଜାଣିବା ପରେ ସେ କଣ ନା ଗୋଟେ ଉପନ୍ୟାସର ନାମ ଦେଲେ ହେଲା। ସେଇଠୁ କଣ ତାଙ୍କର ଯେଉଁ ଆଦିବାସୀ ଉପନ୍ୟାସ ଗୁଡ଼ିକ କଣ ହେଲା, କଣ ପରଜା ଉପନ୍ୟାସ, ଅମୃତର ସନ୍ତାନ, ଶିବ ଭାଇ, ଏଗୁଡ଼ାକ ସବୁ ତାଙ୍କର ନା ଆଦିବାସୀ ଭିତ୍ତିକ ଉପନ୍ୟାସ। ନେକ୍ସଟ ଦେଖିବା, ଗୋପୀନାଥଙ୍କ ସ୍ରଷ୍ଟା ମାନଚର ପରିଚୟ ପ୍ରଦାନ କର। କଣ ଯେ ଗୋପୀନାଥ ମହାନ୍ତି ଉପନ୍ୟାସ କାହ୍ନୁଚରଣ ମହାନ୍ତିଙ୍କ ଅନୁଜ। ସେ ଗୋପୀନାଥ ମହାନ୍ତିଙ୍କର ଭାଇ କେନା ପିଲେ ନା କାହ୍ନୁଚରଣ ମହାନ୍ତି ହେଲା। ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ପ୍ରତିଭା, ମନଗହୀରର ଚାଷ, ଦାଦିବୁଡ଼ା, ପରଜା, ଅମୃତର ସନ୍ତାନ, ହରିଜନ, ଶରତ ବାବୁଙ୍କ ଗଳି, ରାହୁର ଛାୟା, ଦୁଇ ପତ୍ର, ସପନ ମାଟି, ଦାନା ପାଣି, ଶିବ ଭାଇ, ଅପହଞ୍ଚ, ଲୟ ବିଲୟ, ତନ୍ତ୍ରାକାର, ମାଟି ମଟାଳ, ପାହାନ୍ତା, ଆକାଶ ସୁନ୍ଦରୀ, ଅନଳ ନଳ, ଦିଗ ଦେଉଡ଼ି, ମନୋରଞ୍ଜନ, ଏଗୁଡ଼ାକ ସବୁ ତାଙ୍କର କଣ ନା ଉପନ୍ୟାସ ପିଲେ ହେଲା। କଣ ବୁନ୍ଦାଏ ପାଣି, କିଛି କହିବାକୁ ଚାହେଁ, ଜାହ୍ନ କାମା, ଅନାମ ଇତ୍ୟାଦି ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ବଳି। ଆଦିବାସୀ ଜନଜୀବନର ସେ ସଫଳ ରୂପକାର ଓ ଏ ସମ୍ପର୍କିତ ତାଙ୍କ କଥା ସାହିତ୍ୟ ନୃତାତ୍ତ୍ୱିକ ଭାବ ଚେତନାରେ ପୂର୍ଣ୍ଣ। ଅନ୍ୟ ଭାଷାରେ ତାଙ୍କ କଥା ସାହିତ୍ୟ ନୃତତ୍ତ୍ୱ ଓ ସାହିତ୍ୟର ଅବିମିଶ୍ରିତ ରୂପ। ଦାଦିବୁଡ଼ାରେ ଆଦିବାସୀମାନଙ୍କ ପରମ୍ପରା ଓ ଧର୍ମ ବିଶ୍ୱାସର ବିଶ୍ୱସ୍ତ ବର୍ଣ୍ଣନା ରହିଛି। ଦାଦିବୁଡ଼ା ଉପନ୍ୟାସରେ କଣ ରହିଛି ନା ବୋଲେ ନା ଆଦିବାସୀମାନଙ୍କର ଯେଉଁ ପରମ୍ପରା, ଧର୍ମ ବିଶ୍ୱାସର ବିଶ୍ୱସ୍ତ ବର୍ଣ୍ଣନା ରହିଛି। ପରଜାରେ ଗୋଟିଏ ପରଜା ପରିବାରର ଦୁଃଖ ଅଶ୍ରୁର ଏକ ନିଛକ ପ୍ରତିଛବି ଅଙ୍କିତ ହେବା ସଙ୍ଗେ ସଙ୍ଗେ ସମଗ୍ର ପରଜା ଜାତିର ସଭ୍ୟତା, ସଂସ୍କୃତି ଓ ଚାଲିଚଳନର ଏକ ଅଭ୍ରାନ୍ତ ଚିତ୍ର ଫୁଟି ଉଠିଛି। ସେହିପରି ଏକ କନ୍ଧ ପରିବାରର ଅଶ୍ରୁଳ କାହାଣୀକୁ ଉପଜୀବ୍ୟ କରି ଗଢ଼ି ଉଠିଛି ଅମୃତର ସନ୍ତାନ ଉପନ୍ୟାସ। ନେକ୍ସଟ ଦେଖିଲେ, ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ସେ ଅନ୍ୟାନ୍ୟ ଉପନ୍ୟାସ ରଚନା କରିଛନ୍ତି। ଥିଲାବାଲାଙ୍କ ସହିତ ନଥିଲା ବାଲାଙ୍କ ଦ୍ୱନ୍ଦ୍ୱମୁଖର ଜୀବନର ଏକ ବିଶ୍ୱସନୀୟ ଚିତ୍ର ସେ ପ୍ରଦାନ କରିଛନ୍ତି ହରିଜନ ଉପନ୍ୟାସରେ। ତାଙ୍କର ପ୍ରତ୍ୟେକଟି ଉପନ୍ୟାସ ପିଲେ କଣ ନା କଣ ସମାଜ ସହିତ ଜଡ଼ିତ ଏବଂ ସେ ଲୋକମାନଙ୍କର ଯେଉଁ ଦୁଃଖ ତାହାକୁ ହିଁ ସେ କଣ ନା ତାଙ୍କ ଉପନ୍ୟାସରେ ପ୍ରକାଶ କରିଛନ୍ତି। ତମକୁ ପିଲେ ମୁଁ ପୂର୍ବରେ କହିଥିଲି ଯେ ଅମୃତର ସନ୍ତାନ ପାଇଁ ସେ କଣ ନା 1995ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ମାଟି ମଟାଳ ପାଇଁ ସେ କଣ ତାଙ୍କୁ 1973ରେ ଭାରତର ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ଜ୍ଞାନପୀଠ ପୁରସ୍କାର ବିଜେତା କରାଇଛି। ନେକ୍ସଟ ଦେଖିବା ପିଲେ, ସୁରେନ୍ଦ୍ର ମହାନ୍ତିଙ୍କ ସାମ୍ବାଦିକ ଜୀବନ ଉପରେ ଆଲୋକପାତ କର।
ଦେଖିବା ଆମେ ସାମ୍ବାଦିକତା ହିଁ ଥିଲା ସୁରେନ୍ଦ୍ରଙ୍କ ରାଜନୈତିକ ଜୀବନର ଆରମ୍ଭରେ ଜୀବିକା ନିର୍ବାହର ଏକମାତ୍ର ଅବଲମ୍ବନ। ମାନବେନ୍ଦ୍ର ରାୟ ରେନ୍ସା ଇନଷ୍ଟିଚ୍ୟୁଟ ଜରିଆରେ ସେ ଏକ ବୃହତ୍ତର ଜୀବନର ସମ୍ପର୍କରେ ଆସିପାରିଥିଲେ। ଅବଜରଭର ପତ୍ରିକାରେ ସାମ୍ବାଦିକତା ହିଁ ଥିଲା ବୃତ୍ତିର ଏକମାତ୍ର ପନ୍ଥା। ସୁରେନ୍ଦ୍ରଙ୍କ ସାହିତ୍ୟିକ ଜୀବନର ଉନ୍ମେଷ ଯେଭଳି ଆକସ୍ମିକ, ସାମ୍ବାଦିକତାର ଉତ୍ତରଣ ସେହିପରି ଉତ୍ତେଜନାପୂର୍ଣ୍ଣ। ଯେ ସୁରେନ୍ଦ୍ର ମହାନ୍ତି କଣ ନା ଜଣେ ଔପନ୍ୟାସିକ, ତା ସହିତ ମଧ୍ୟ କଣ ନା ଜଣେ ସାମ୍ବାଦିକ। ସୁରେନ୍ଦ୍ର ମହାନ୍ତି ଗୋଟେ କଣ ଟିକେ ପଢିଦବ ପିଲେ ଯେ ସୁରେନ୍ଦ୍ର ମହାନ୍ତିଙ୍କ ତାଙ୍କ ଜୀବନ କିପରି ଥିଲା ହେଲା। ବେଶୀ ଯଦି କଣ ସ୍ପିଡ ହେଇଯାଉଛି ପିଲା ତାହେଲେ ଭିଡିଓ ଗୋଟେ ପୋଜ କରିକି ଦେଖିଦେବ ହେଲା। ନେକ୍ସଟ ଦେଖିବା ଯେ ଦାଦିଗୁଡାର ସ୍ଥାପନ କିପରି ହେଇଥିଲା ହେଲା। ଏଇଟା ଗୁରୁତ୍ୱପୂର୍ଣ୍ଣ ପିଲେ ହେଲା ଯେ ଦାଦିଗୁଡାର ସ୍ଥାପନ କିପରି ହେଇଥିଲା। ଦାଦିଗୁଡାର ସ୍ଥାପନ କିପରି ହେଇଥିଲା ପିଲେ ପଢିବା ଏବେ ଯେ ଓଡିଆ ଉପନ୍ୟାସ ସାହିତ୍ୟ ଜଗତରେ ଗୋପୀନାଥ ମହାନ୍ତି ବହୁ ପ୍ରସିଦ୍ଧିର ଅଧିକାରୀ। ଆଦିବାସୀ ଜୀବନ, ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସକୁ ନେଇ ସେ ମୁଖ୍ୟତଃ ତାଙ୍କର ଉପନ୍ୟାସ ସାହିତ୍ୟିକ ବା ସାହିତ୍ୟ ବିକଶିତ। ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି, ରୀତି ନୀତି, ପର୍ବପର୍ବାଣୀ ସହିତ ସେମାନଙ୍କ ଜୀବନର ସୁଖ ଦୁଃଖ, ଆଶା ନିରାଶା, ସେମାନଙ୍କୁ ଶୋଷଣ ଓ ପେଷଣ କରିବାର ଚିତ୍ର ତାଙ୍କ ଉପନ୍ୟାସ ଗୁଡ଼ିକରେ ପ୍ରତିଫଳିତ। ତାଙ୍କ ଉପନ୍ୟାସ ଗୁଡ଼ିକ ହେଉଛି ଦାଦିବୁଡ଼ା, ପରଜା, ଅମୃତର ସନ୍ତାନ, ଶିବ ଭାଇ, ଅପହଞ୍ଚ, ସପନ ମାଟି, ଦାନା ପାଣି, ଅନଳ ନଳ ଇତ୍ୟାଦି। ଦାଦିବୁଡ଼ା ଉପନ୍ୟାସଟି ତାଙ୍କର ଏକ ଆଦିବାସୀ ଉପନ୍ୟାସ। ଉପନ୍ୟାସଟିର ଅନ୍ୟତମ ଚରିତ୍ର ରାମନାୟକ ଦିନେ ପଞ୍ଚାୟତ ଡାକିଛି। ଗାଁର ସମସ୍ତ ଉପସ୍ଥିତ ହେଲେ। ରାମନାୟକ କଥା ଆରମ୍ଭ କରି ଦିଶାରୀ ବୁଢ଼ାକୁ କହିବା ପାଇଁ କହିଲେ। ଗାଁର ସମସ୍ତ ଉପସ୍ଥିତ ହେଲେ ରାମନାୟକ କଥା ଆରମ୍ଭ କରି ଦିଶାରୀ ବୁଢ଼ାକୁ କହିବା ଯେ ଆମର ଯୋଉ ଦାଦିବୁଡ଼ାର ସ୍ଥାପନ କୋଉଠୁ ହେଇଛି ବୋଲି ଯେ ଯୋଉ ଦାଦିବୁଡ଼ା ଉପନ୍ୟାସର କଣ ଯେ କଥାବସ୍ତୁଟା ଯେ ପ୍ରଥମ ହେଇଛି କଣ ନା ଦାଦିବୁଡ଼ା ଉପନ୍ୟାସ ଏକ ଆଦିବାସୀ ଉପନ୍ୟାସ। ଉପନ୍ୟାସର ଅନ୍ୟତମ ଚରିତ୍ର କେନା ଗୋଟେ ଦାଦିବୁଡ଼ା ଉପନ୍ୟାସ ଗୋଟେ ଚରିତ୍ର ଅଛନ୍ତି କେନେ ବୋଲେ ରାମନାୟକ। ସେ କଣ କରୁଛନ୍ତି ନା ଗୋଟେ ପଞ୍ଚାୟତ ଡାକିଛି। ଗାଁର ସମସ୍ତେ ଉପସ୍ଥିତ ହେଲେ। ତ ରାମନାୟକ କଥା ଆରମ୍ଭ କରି ଦିଶାରୀ ବୁଢ଼ାକୁ କହିବା ପାଇଁ କହିଲା। ଯେ ଦିଶାରୀ କହିଲା ଯୋଗ ଠିକ ଅଛି, ଆଗ ଗୁରୁମାଇଁ ଉଠୁ। ଶାମ ଗୁରୁମାଇଁ ଉଠି ପଡ଼ି ଦିଶାରୀ ପାଖକୁ ଗଲା। ସେ ପୁରୁଷ କିନ୍ତୁ ତାର ମୁଣ୍ଡରେ ଲମ୍ବ ବାଳ, ନାକରେ ନଳକ, ଦେହରେ ସ୍ତ୍ରୀ ଲୋକ ପରି ଲୁଗା ପିନ୍ଧା ହେଇଛି। ଗାଁର ଲୋକେ କହନ୍ତି ସେ ପୁରୁଷ ନୁହେଁ କି ସ୍ତ୍ରୀ ନୁହେଁ। କାହା କଥା ବିଲେ କୁହାଯାଏ ସେଟା ନା ଶାମ ଗୁରୁମାଇଁ ହେଲା। ତାଠି ଐଶ୍ୱରିକତା ଅଛି ନା ଶାମ ଗୁରୁମାଇ ପାଖେ କଣ ଅଛି ନା ଐଶ୍ୱରିକତା ଅଛି। ତା ଦେହରେ ସରି ପିଲା କାଳିସୀ ଲାଗିବାରୁ ତା ଛଡା ଆଉ କେହି ହେଲେ ଚଳିବ ନାହିଁ। ତେଣୁ ସେ ଗୁରୁମାଇଁ। ପ୍ରତି ଗାଁରେ ଗୁରୁମାଇଁ ଅଛନ୍ତି। ଯାହାଙ୍କ ବାପା ମା ପିଲାଦିନେ ତାଙ୍କୁ କୌଣସି କାରଣରୁ ଅବା ଦିଅଙ୍କୁ ପାଣି ଛଡେଇ ଦିଅନ୍ତି ସେମାନେ ଗୁରୁମାଇଁ। କଣ ନା ପିଲେ ଗୁରୁମାଇଁ ବୋଲି ସେମାନେ କାହାକୁ କହିଛନ୍ତି ନା ଯାହାର ଛୋଟବେଳୁ ପିତାମାତା ନଥାନ୍ତି ସେମାନଙ୍କୁ କଣ ନା ଗୁରୁମାଇଁ ବୋଲି କୁହାଯାଏ। ସେମାନେ ଗୋପୀ ଭାବାପନ୍ନ ଅନ୍ୟ ବେଳେ ଯାହା ହୁଅନ୍ତୁ କିନ୍ତୁ ପୂଜା ବେଳେ ସେମାନେ ନାରୀ। ସେମାନେ ଅନ୍ୟ ବେଳେ ଯାହା ମଧ୍ୟ ହୁଅନ୍ତୁ କିନ୍ତୁ ଯେତେବେଳେ ପୂଜା ହବ ସେତେବେଳେ ସେମାନଙ୍କୁ କଣ କୁହାଯାଏ ନା ନାରୀ ବୋଲି କୁହାଯାଏ ପିଲେ ହେଲା। ଶାମ ଗୁରୁମାଇଁ ଦିଶାରୀ ପାଖେ ଯାଇ ଠିଆ ହେଲା। ଯେ ଶାମ ଗୁରୁମାଇଁ କଣ କରୁଛି ନା ପିଲେ ଦିଶାରୀ ପାଖକୁ ଯାଇକି ଠିଆ ହେଲା। ଦିଶାରୀ ମୁରୁଜ ପାରିଲା। ଯୋଉ ମୁରୁଜ ଯୋଉ ଆମ ପକାନ୍ତି ନାହିଁ କି ପିଲେ ଯେ ଦିଶାରୀ କଣ କରୁଛି ସେଠି ମୁରୁଜ ପକେଇଲା। ସଳିତାରେ ନିଆଁ ଲଗେଇଲା। ପୁଣି କଣ ସେ ସଳିତାଲରେ ନିଆଁ ଲଗେଇଲା। ଅଭିଆଡ଼ା ପିଲା ଗୋଟିଏ ନିଆଁ ଜାଳି ଭାତ ରାନ୍ଧିଲା। ଯୋଉ ଅଭିଆଡି ପିଲା ଗୋଟେ କଣ କଲା ନିଆଁ ଜାଳିଲା ସେଠୁ ଭାତ ରୋଷେଇ କଲା। ପତ୍ର ଠୁଙ୍ଗାରେ ତାକୁ ରଖି ଭାଲିଆ ଫଳ ବିଞ୍ଚି ଜଳନ୍ତା ସଳିତାଟି ଦୀପ ସହ ଦିଶାରୀ ଗୁରୁମାଇଁ ମୁଣ୍ଡରେ କିଛି ସମୟ ଥୋଇ ଓଠ ଥରେଇ ଥରେଇ ମନ୍ତ୍ର ବୋଲିଲା। ଯେ ସେ ଯୋଉ ଯାହା ଯୋଉ ଦୀପ ଜାଳିଲା ତାକୁ ସେ କଣ ନା ଗୁରୁମାଇଁ ମୁଣ୍ଡରେ ଥୋଇଲା ଆଉ ମନ୍ତ୍ର ବୋଲିଲା। ଗୁରୁମାଇଁଙ୍କୁ କାଳିସୀ ଲାଗିଲା। ସେଠୁ କଣ ନା ଗୁରୁମାଇଁଙ୍କୁ କାଳିସୀ ମାନେ ଯୋଉ ଭଗବାନଙ୍କୁ ଯୋଉ ଭଗବାନ ଯୋଉ ଆସେ ନାଇଁ କିରେ ବା ଯୋଉ ଦେବତା ବୋଲି ଯୋଉ କୁହନ୍ତି ସେମିତି କଣ ନା ଗୁରୁମାଇଁକୁ ଆସିଛି। ତାପରେ ଘଣ୍ଟାଏ ବାଇଦ ବାଜା ଏବଂ ଖରାରେ ଗାଁ ଯାକ ଗୁରୁମାଇଁର ନାଚ। ସେଠୁ କଣ ନା ଗୁରୁମାଇଁ ଘଣ୍ଟାଏ ଯାକ ଗାଁରେ ନାଚିଲା। କୁକୁଡ଼ା ପାରା ବଳି ପଡୁଥାଏ। ଗୁରୁମାଇଁ ଧୂଳି ଉଡେଇ ନାଚୁଥାଏ। ଗୁରୁମାଇଁ ଚିତ୍କାର କହିଲା ଯେ କାଲି ଏତେ ରଡ଼ି ଦେଲି ରାତି ପହିଲି ଗଡ଼ିରେ ଆଗରୁ କେତେ ଥର ଏପରି ରଡ଼ି ଦେଲିଣି। ତୁମେ ଶୁଣୁନା 3 ଥର କହିଲି ଖାଇବି ଖାଇ ବୋଲି। କଣ ନା ସେ କହିଛି ନା ଯେ ମୁଁ ଆଗରୁ ମଧ୍ୟ ତମକୁ କହିଛି
ଯେ ସେ କଣ କହିବାକୁ ଚାହୁଁଛି ଯେ ସବୁ ଗାଁରେ ଯେହେତୁ ପୂଜା ହଉଛି କିନ୍ତୁ ତମ ଗାଁରେ କାହିଁକି ପୂଜା ହଉନାହିଁ, ତାହିଁ ସେ କଣ ନା କହିଛି। ଖାଇବି ଖାଇବି 150 ଲୋକ ମୁହଁ ମାଡ଼ି ତଳେ ପଡ଼ି ବିକଳ ହୋଇ ଚିତ୍କାର କଲେ। ଯେତେବେଳେ ସେ କହିଛି ଯେ ଖାଇବି ଖାଇବି ବୋଲି, ସେତେବେଳେ କଣ କରୁଛନ୍ତି ନା ଗାଁର ଲୋକମାନେ ସବୁ ମୁଣ୍ଡିଆ ମାରିଛନ୍ତି ବୋଲି, ତା ସହ ବିକଳରେ ସେମାନେ କହିଛନ୍ତି। ଗୁରୁମାଇ କହିଛି ମୁଁ ଦାଦି ବୁଢ଼ା ତୁମ ସମସ୍ତଙ୍କୁ ସର୍ଜନା କରିଛି। ସେଠୁ ଗୁରୁମାଇ କଣ କହିଛି ନା ପିଲା ନା, ମୁଁ ହଉଛି ଦାଦି ବୁଢ଼ା, ମୁଁ ସମସ୍ତଙ୍କୁ ସର୍ଜନା କରିଛି, ଅର୍ଥାତ୍ ମୁଁ ସମସ୍ତଙ୍କୁ ତିଆରି କରିଛି, ମତେ ତୁମେ ମାନୁନାହ, ମୁଁ ତମକୁ ତିଆରି କରିଛି କିନ୍ତୁ ତମେ ମତେ ମାନୁନାହ ବୋଲି କିଏ କହିଛି ନା ପିଲେ, ଦାଦି ବୁଢ଼ା କହିଛି। ଦାଦି ବୁଢ଼ା କାହାକୁ ଲାଗିଛି ନା ଗୁରୁମାଇ, ଗୁରୁମାଇ କହିଲା ସବୁ ଗାଁରେ ଦାଦି ବୁଢ଼ାର ପୂଜା, ତମ ଗାଁରେ ନାହିଁ। ସବୁ ଗାଁରେ ଦାଦି ବୁଢ଼ାର ପୂଜା ହଉଛି କିନ୍ତୁ ତମ ଗାଁରେ କାହିଁକି ପୂଜା ହେଉନାହିଁ ବୋଲି କହିଛି ସେ ସେଠୁ ହେଲା। ଦେଖିବା ତାପରେ ଶେଷରେ ତାଗି ଦେଲି ଆଉ 3 ଦିନ ଅନେଇବି ତାପରେ ଖାଇବି ଖାଇବି। ସେ ତମକୁ ମୁଁ ଆଉ 3 ଦିନ ସମୟ ଦେଲି, ଯଦି 3 ଦିନ ଭିତରେ ତମେ ଯଦି ଖାଇବାକୁ ନ ଦେବ ତାହେଲେ ମୁଁ କଣ କରିବି ନା ଖାଇବି। ଦାଦି ବୁଢ଼ା ପାଇଁ ସମସ୍ତ ବ୍ୟବସ୍ଥା କରାଗଲା। ବୋଦା ପଡ଼ିଲା, ପାରା କୁକୁଡ଼ା ତଣ୍ଟି କଟା ହୋଇ ପିଚି ପିଚି ରକ୍ତରେ ଦାଦି ବୁଢ଼ାର ମୁହଁରେ ପିଚକାରୀ ମାରିଲେ। କଣ ହେଇଛି ନା ଦାଦି ବୁଢ଼ା ପାଇଁ ସମସ୍ତ ବ୍ୟବସ୍ଥା କରାଗଲା। ବୋଦା ପଡ଼ିଲା, ଯେ ଦାଦି ବୁଢ଼ା ପାଖେ କଣ ପଡ଼ିଲା ନା ବେଲେ ବୋଦା ପଡ଼ିଲା, ତା ସହିତ ପାରା କୁକୁଡ଼ା ତଣ୍ଟି କଟା ହେଲା। ତ ଦାଦି ବୁଢ଼ାର ପୂଜା ହେଲା। ତାପରେ ଗୁରୁମାଇ ଦୌଡ଼ି ପକାଇଲା ଗାଁ ଉପରକୁ। ସେଠୁ ଗୁରୁମାଇ କଣ କଲା ନା ଦୌଡ଼ି ପକାଇଲା ଗାଁ ଉପରକୁ, ମୁଣ୍ଡିଆ ଉପରକୁ କୁଦା ମାରି ଚଢ଼ିଗଲା। ପାହାଡ଼ ଉପରେ ଚଢ଼ି ସବା ଉପରେ ଯେଉଁ ବୁଢ଼ା ଖଜୁରୀ ଗଛଟିଏ ଅଛି, 2 ହାତରେ ତାକୁ କୁଣ୍ଢେଇ ଧରି ଗୁରୁମାଇର ଚେତା ବୁଡ଼ିଗଲା। ସେ କଣ ଭାବିଲେ ଦୌଡ଼ିଗଲା ଗାଁର ଯୋଉ ଉପରେ ଯୋଉ ଅଛି ଗୋଟେ ଖଜୁରୀ ଗଛଟା, ବୁଢ଼ା ଖଜୁରୀ ଗଛ, ସେଠୁକୁ ଯାଇକି ସେ ଖଜୁରୀ ଗଛକୁ ସେ ଜାବୁଡ଼ି ଧରିକି ସେଠି ତାର କଣ ନା ଚେତା ବୁଡ଼ିଗଲା। ଦିଶାରୀ ବୁଢ଼ା ଖଜୁରୀ ଗଛକୁ ଆଙ୍ଗୁଳି ଦେଖାଇ କହିଲା ଆଜିଠୁ ଏଠି ରହିଲା ଦାଦି ବୁଢ଼ା। ସେଠୁ କଣ ନା ଦିଶାରୀ ବୁଢ଼ା ସେ ଖଜୁରୀ ଗଛକୁ ଦେଖେଇ କଣ କହିଲା ନା ପିଲେ ନା ଆଜିଠୁ ଏଠି ଦାଦି ବୁଢ଼ାର ସ୍ଥାପନ ହେଲା। 150 ଲୋକଙ୍କର ସରଳ ହୃଦୟର ଐକ୍ୟ ବିଶ୍ୱାସରେ ଖଜୁରୀ ଗଛରେ ଦାଦି ବୁଢ଼ାର ସ୍ଥାପନ ହେଲା। ସେଇଠୁ କଣ ହେଲା ନା ଦାଦି ବୁଢ଼ାର ସ୍ଥାପନ ହେଲା। ନେକ୍ସଟ ଦେଖିବା ପିଲେ, আর ତମର ଏପଣା ନୁହଁ ପିଲେ ହେଲା। ଏଇଟା ଗୁରୁତ୍ୱପୂର୍ଣ୍ଣ ପିଲେ ଯେ ଗୋପୀନାଥ ମହାନ୍ତିଙ୍କ ଦାଦି ବୁଢ଼ା ଉପନ୍ୟାସର ମହତ୍ତ୍ୱ ପ୍ରତିପାଦନ କର। ଦେଖିବା ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ଗୋପୀନାଥ ମହାନ୍ତି ବହୁ ପ୍ରସିଦ୍ଧିର ଅଧିକାରୀ। ଆଦିବାସୀ ଜୀବନ, ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସକୁ ନେଇ ସେ ମୁଖ୍ୟତଃ ତାଙ୍କର ଉପନ୍ୟାସ ସାହିତ୍ୟ ବିକଶିତ। ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି, ରାଜନୀତି, ପର୍ବପର୍ବାଣୀ ସହିତ ସେମାନଙ୍କ ଜୀବନର ସୁଖ ଦୁଃଖ, ଆଶା ନିରାଶା, ସେମାନଙ୍କୁ ଶୋଷଣ ଓ ପେଷଣ କରିବାର ଚିତ୍ର ତାଙ୍କ ଉପନ୍ୟାସ ଗୁଡ଼ିକରେ ପ୍ରତିଫଳିତ। ଦଳିତ, ନିଷ୍ପେଷିତ ଏବଂ ଅବହେଳିତ ପରଜା, କହ୍ନ, ଗଦ୍ବା ପ୍ରଭୃତି ଜନଜାତିର ଜୀବନ ଓ ସାମାଜିକ ସମସ୍ୟାକୁ ସେ ବେଶ ସାର୍ଥକ ଭାବରେ ରୂପାୟନ କରିଛନ୍ତି। ଗୋପୀନାଥ ମହାନ୍ତି ଜୀବିକା ଛଳରେ ତଥା ଜୀବନର ବହୁ ସମୟ ଆଦିବାସୀ ଓ ଦଳିତ ସମ୍ପ୍ରଦାୟ ସହିତ ସିଧାସଳଖ ସମ୍ପର୍କରେ ଆସିଥିଲେ। କୋରାପୁଟ ଓ ରାୟଗଡ଼ାଠାରେ ରହଣି କାଳରେ ଆଦିବାସୀମାନଙ୍କ ସହିତ ମିଶିଯାଇ ସେମାନଙ୍କ ଜୀବନଧାରା ସମ୍ପର୍କରେ ସବିଶେଷ ଜ୍ଞାନ ଆହରଣ କରିଥିଲେ। ଏଗୁଡ଼ାକ ତମକୁ ମୁଁ ପଢ଼େଇଥିଲି ପୂର୍ବରୁ, ପୁଣି ରିପିଟ୍ କରିବାକୁ ମୁଁ ଚାହୁଁନି, ପଢ଼ିଦେବ ତମେ। ଔପନ୍ୟାସିକ ଗୋପୀନାଥଙ୍କ ଆଦିବାସୀ ଜୀବନ ସମ୍ବଳିତ ପ୍ରଥମ ଉପନ୍ୟାସ ଦାଦିବୁଢ଼ାର ପ୍ରକାଶ ହୁଏ। ଦାଦିବୁଢ଼ାର ପ୍ରକାଶ କେବେ ହୁଏ ନା ପିଲେ 1944 ମସିହାରେ। କୋରାପୁଟର ରହଣୀର ଅଭିଜ୍ଞତା ତଥା ଆଦିବାସୀମାନଙ୍କ ସହ ଘନିଷ୍ଠତାର ପ୍ରଥମ ବଳିଷ୍ଠ ଶୈଳ୍ପିକ ଆତ୍ମପ୍ରକାଶ ହେଉଛି ଦାଦିବୁଢ଼ା ଏବଂ ଏହି ଶିଳ୍ପକଳାର ସାର୍ଥକ ଉନ୍ନତ ବିକାଶ ପରଜାରେ ସଂଗଠିତ। ଦାଦିବୁଢ଼ାରେ ପ୍ରଥମ କରି ଗୋପୀନାଥ ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା, ବିଶ୍ୱାସ, ବିଚାରବୋଧକୁ ସମ୍ବଳ କରି ମଣିଷ ଜୀବନର ସନାତନ ଜୀବନଧାରାର ଶୁଭାରମ୍ଭ କରିଛନ୍ତି। ଦାଦିବୁଢ଼ାର ପ୍ରତିଷ୍ଠାରେ ଉପନ୍ୟାସର ପ୍ରାଣ ପ୍ରତିଷ୍ଠା ଓ ଦାଦିବୁଢ଼ାର ବିଲୟରେ ଉପନ୍ୟାସର ପରିସମାପ୍ତ। ଦାଦିବୁଢ଼ା ସାଧାରଣ ଦୃଷ୍ଟିରେ ଏକ ଖଜୁରୀ ଗଛ ହେଲେ ହେଁ ଆଦିବାସୀର ଚେତନାରେ ତାହା ପରମ୍ପରା ଓ ପୂର୍ବପୁରୁଷର ପ୍ରତୀକ। ନେକ୍ସଟ ଦେଖିବା ଯେ ଲୋକଙ୍କର ସରଳ ହୃଦୟର ଐକ୍ୟ ବିଶ୍ୱାସରେ ଖଜୁରୀ ଗଛରେ ଦାଦିବୁଢ଼ାର ସ୍ଥାପନ। ପରଜା ଓ କନ୍ଧ ଭାଷାର ସମ୍ମିଶ୍ରଣରେ ପରମ୍ପରା ଓ ପୂର୍ବପୁରୁଷର ଏକ ଅଲେଖା ମୂର୍ତ୍ତିମନ୍ତ ବିଶ୍ୱାସର ପ୍ରତୀକ ହେଉଛି ଦାଦିବୁଢ଼ା। ଆଦିବାସୀ ସମାଜର ସବୁ ଲୀଳା ଖୋଳା ତାହାରି ବାଟ ଦେଇ ସମସ୍ତ କାର୍ଯ୍ୟର ନିରପଦ୍ରଷ୍ଟା ସେ। କଣ ନା ଆଦିବାସୀମାନଙ୍କର ଯାହା ବି ହେଉଛି ତାଙ୍କର ବିଶ୍ୱାସ ଯେ ଯାହା ବି ଆମର କଣ ଲୀଳା ଖେଳା ହେଉଛି ସବୁ ସେଇ ଦାଦିବୁଢ଼ା ସବୁ କରୁଛି ବୋଲି କଣ ଯେ ତାଙ୍କର ବିଶ୍ୱାସ ଥିଲା।
କାର୍ତ୍ତିକର ଶୀତଳ ପବନ ମଞ୍ଜେ ମଞ୍ଜେ ସହେ ଆଉ ନିର୍ବାକ ଅବିଚଳିତ ହୋଇ ଠିଆ ହୋଇ ରହିଯାଏ। କାର୍ତ୍ତିକର ଯୋଉ ଶୀତଳ ପବନ ଯେତେବେଳେ ପବନ ହଉଛି ଯେତେବେଳେ ଶୀତ ହଉଛି ବା ଶୀତ ସମୟରେ ଯୋଉ ଯୋଉ ମିଞ୍ଜି ମିଞ୍ଜି କିଛି ପବନ ବହେ ତାକୁ ସେ କଣ ନା ସବୁ ସହିଯାଏ। ରାତିର ତାରା ଫୁଟା ଆକାଶ ପରି ତାର ଦୁଃଖ ନାହିଁ କଷ୍ଟ ନାହିଁ ଅନୁଭୂତି ନାହିଁ। ଯେ କଣ ଦାଦି ବୁଢ଼ାର କୌଣସି ଦୁଃଖ ନାହିଁ କି କଷ୍ଟ ମଧ୍ୟ ନାହିଁ, ହୃଦୟ ନାହିଁ କାରଣ ସେ ଦେବତା ଠାକୁର। ତାହାର କଣ ନା ଯେ ହୃଦୟ ନାହିଁ କାରଣ ସେ ହେଉଛନ୍ତି କଣ ନା ଦେବତା ବା ଠାକୁର। ତାର ଖାଲି ଅଛି ଚାହିଁ ଚାହିଁ ଦେଖିବା ଦେଖି ଦେଖି ଠିଆ ହେବା। ଯେ ତାର କେବଳ ଅଛି କଣ ନା ଚାହିଁ ଚାହିଁ ଦେଖିବ ଦେଖି ଦେଖି ସେ କଣ ନା ଠିଆ ହେବ। ପ୍ରେମ ବିବାହ ଜୀବିକାର ମୂଳ ସାକ୍ଷୀ ହେଉଛି ଦାଦିବୁଢ଼ା। ଯୋଉ ତାଙ୍କ ଗ୍ରାମରେ ଯାହା ମଧ୍ୟ ପ୍ରେମ ବିବାହ ହୁଏ ତାର ମୂଳ ସାକ୍ଷୀ ହେଉଛି କେନା ପିଲେ ଦାଦିବୁଢ଼ା। ପ୍ରେମ ଓ ପ୍ରତାରଣାର ମାନସିକ ଭାବାବେଗ ସୃଷ୍ଟି ହୁଏ ଏହାରି ତଳେ। ବାପ ଓ ପୁଅର, ପ୍ରେମିକ ଓ ପ୍ରେମିକାର, ଯୌବନ ଓ ବାର୍ଦ୍ଧକ୍ୟର ଅଛିଣ୍ଡା ଛିଣ୍ଡାରେ ଦାଦିବୁଢ଼ାର ସାକ୍ଷୀ ହୋଇ ଛିଡ଼ା ହୁଏ। ରାମନାୟକର ପୁଅ ଠେଙ୍ଗାଯାନୀକୁ ପାଇବା ପାଇଁ ହରିଯାନୀର ଝିଅ ସାରିଆଦାନ ଓ ତାହାର ସାଥୀ ସାରିଆ ଫୁଲ ମଧ୍ୟରେ ଯେଉଁ ପ୍ରତିଯୋଗିତା ତଥା ମର୍ମବେଦନା ପ୍ରକାଶ ପାଇଛି ତାହା ମଧ୍ୟ ଦାଦିବୁଢ଼ାର ନିଶ୍ଚଳ ପାଦ ତଳେ ହେଉଛି। ଯେ ରାମନାୟକକୁ ପାଇବା ପାଇଁ ସାରିଆଦାନ ଆଉ ସାରିଆ ଫୁଲ ମଧ୍ୟରେ ଯୋଉ ପ୍ରତିଯୋଗିତା ଚାଲିଛି ତାହାର ମଧ୍ୟ ମୁଖ ସାକ୍ଷୀ କିଏ ନେଲେ ଦାଦିବୁଢ଼ା। ପାଖାପାଖି ଥିବା ହୁଙ୍କାବୁଡ଼ାରେ ଜୀବନୀ ଶକ୍ତିର ଚଳପ୍ରଚଳ ଲାଗିଥିବା ବେଳେ ଦାଦିବୁଢ଼ା କେବଳ ଆଦିବାସୀର ପ୍ରେମ ବିରହ ସୁଖ ଦୁଃଖ ଆନନ୍ଦ ବ୍ୟର୍ଥତାର ମୁଖ ସାକ୍ଷୀ ଭାବେ ଛିଡ଼ା ହୋଇ ରହେ। ଅଥଚ ଜୀବନୀ ଶକ୍ତି ହୁଙ୍କାବୁଡ଼ାର ପ୍ରତୀକ ମାଧ୍ୟମରେ ସେଇଠାରେ ଗଢ଼ି ଚାଲେ ସୃଷ୍ଟିର ନୂତନ ଦିଗନ୍ତକୁ ବାହୁ ପ୍ରସାରୀ। ଡମ୍ବୋ ଖ୍ରୀଷ୍ଟିଆନ ଏଲିଓ ପ୍ରାଚୀରର ଭାଇ ଅଲେଇ ବିରିଆର ଝିଅ ସନ୍ତୋଷ କୁମାରୀ ସହ ରାମନାୟକର ପୁଅ ଠେଙ୍ଗାଯାନୀର ପ୍ରଣୟ ଓ ପଳାୟନ ପଛରେ ଦାଦିବୁଢ଼ାର ଆଶୀର୍ବାଦ ରହିଛି ବୋଲି ସନ୍ତୋଷ କୁମାରୀ ମନେ କରେ। ନା ସନ୍ତୋଷ କୁମାରୀ କଣ ଭାବିଛି ବିଲା ନା ଯୋଉ ଡମ୍ ଖ୍ରୀଷ୍ଟିଆନ ଏଲିଓ ପ୍ରାଚୀରର ଭାଇ ଅଲେଇ ବିରିଆର ଝିଅ କିଏ ସନ୍ତୋଷ କୁମାରୀ ସହ ରାମନାୟକର ପୁଅ କିଏ ଠେଙ୍ଗାଯାନୀର ଯୋଉ ପ୍ରଣୟ ଓ ପ୍ରଣୟ ପରେ କଣ ନା ପଳାୟନ ତା ପଛରେ କଣ ନା ଯୋଉ ଦାଦିବୁଢ଼ାର ଆଶୀର୍ବାଦ ରହିଛି ବୋଲି କଣ ବିଶ୍ୱାସ କରିଛି କିଏ ନା ସନ୍ତୋଷ କୁମାରୀ। ଅନ୍ୟପକ୍ଷରେ ଅନ୍ଧବିଶ୍ୱାସୀ ପରୋଜ ଏହାକୁ ଏକ ଅସାଂସ୍କୃତିକ କାର୍ଯ୍ୟ ବୋଲି ଭାବେ ଓ ଠେଙ୍ଗାଯାନୀର ମିଳନ ଓ ପ୍ରେମ ତଥା ପ୍ରଣୟ ଏବଂ ନୂତନ ଜୀବନ ଅନ୍ୱେଷଣରେ ସେମାନଙ୍କ ଆସାମ ପଳାୟନ ମାଧ୍ୟମରେ କଥାବସ୍ତୁର ଚମତ୍କାରିତା ପ୍ରକାଶିତ। ମାତ୍ର ଲେଖକଙ୍କର ମାନବିକ ଆବେଦନଗତ ଶୈଳ୍ପିକ ସାର୍ଥକତା ରାମନାୟକର ଅନ୍ତିମ ଜୀବନ କାଳ ଭିତରେ ଅଙ୍କିତ। ଟିକେ ପିଲେ କୋଉଠି ଛାଡ଼ିଥିଲେ ନା ପିଲେ ଆମେ ଏଠି ଦେଖିବା। ମାତ୍ର ଲେଖକଙ୍କ ମାନବିକ ଆବେଦନଗତ ଶୈଳ୍ପିକ ସାର୍ଥକତା ରାମନାୟକର ଅନ୍ତିମ ଜୀବନ କାଳ ଭିତରେ ଅଙ୍କିତ। ପୁଅକୁ ବିବାହ ଦେଇ ପୁଅ ବୋହୂଙ୍କ ସଂସାର ଓ ତାହାରି ମୂଳୋତ୍ପାଟନ ଦ୍ୱାରା ରାମନାୟକ ଜୀବନରେ ଯେଉଁ ଆଶା ଭଙ୍ଗୁର କରୁଣ ରାଗିଣୀ ସୃଷ୍ଟି ହେଇଛି ତାହା ହିଁ ଉପନ୍ୟାସକୁ ଅଧିକ ଜୀବନ୍ତ ଓ ମନୋଜ୍ଞ କରିଛି। ଯେ କଣ ରାମନାୟକ କଣ ତା ପୁଅକୁ ବିବାହ କରିବ, ତାର ନାତି ନାତୁଣୀଙ୍କୁ ଦେଖିବା ପାଇଁ ସେ କେତେ ସ୍ୱପ୍ନ ଦେଖିଥିଲା କିନ୍ତୁ ତାର ସମସ୍ତ ସ୍ୱପ୍ନ ଯୋଉ ଭାଙ୍ଗି ଚୁରମାର ହେଇଛି ସେଥିରେ କଣ ନା ଉପନ୍ୟାସଟି ଅଧିକ ଜୀବନ୍ତ ଓ ମନୋଜ୍ଞ ହେଇଛି। ଔପନ୍ୟାସିକ ଘଟଣା ସ୍ରୋତରେ ଐତିହାସିକ ଧାରାକୁ ପ୍ରାଧାନ୍ୟ ନ ଦେଇ ଚରିତ୍ରମାନଙ୍କର ମାନସିକ ସଂଘାତକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ରାମନାୟକର ପ୍ରତିଷ୍ଠା ଓ ପରଜା ସମାଜରେ ତାହାର ସ୍ଥିତି ସମ୍ପର୍କରେ ମାତ୍ର ଗୋଟିଏ ପୃଷ୍ଠାରେ ବର୍ଣ୍ଣନା କରାଯାଇଥିବା ବେଳେ ରାମନାୟକର ମାନସିକ ଭାବାବେଗ ଓ ପରିକଳ୍ପିତ ଭବିଷ୍ୟତ ସୁଖ ସ୍ୱପ୍ନର ଧୂସରତା ଜନିତ ମର୍ମବେଦନାକୁ ପ୍ରାୟ ଦୀର୍ଘ 35 ପୃଷ୍ଠାରେ ଲିପିବଦ୍ଧ କରାଯାଇଛି। ନେକ୍ସଟ ପିଲେ ଦେଖିବା କଣ ନା ଦାଦିବୁଢ଼ା ତୋର ମନରେ ଏଇଆ ଥିଲା ଯେ ଏଇଟା କିଏ କହିଛି ନା ଯେତେବେଳେ ରାମନାୟକର ପୁଅ କିଏ ଯୋଉ ଠେଙ୍ଗାଯାନୀ ଯେତେବେଳେ ସେ କଣ ଆସାମ ପଳେଇଛି ସେ ସମୟରେ କଣ ଯେ ଡମ୍ ଝିଅ ସହିତ ପଳେଇଛି ଯେହେତୁ ସେ ଗୋଟେ କଣ କନ୍ଧ ପିଲାଟେ କିଏ ଠେଙ୍ଗାଯାନୀ ସେ ଯେତେବେଳେ ଡମ୍ ଝିଅକୁ ଧରିକି ପଳେଇଛି ସେ ସମୟରେ କଣ ଯେ ରାମନାୟକର ସମସ୍ତ ଆଶା ସେ ଯୋଉ ଯେତେ ଯୋଉ ଭବିଷ୍ୟତ ଯୋଉ ଦେଖିକି ଯୋଉ ସ୍ୱପ୍ନ ଦେଖିଥିଲା ଯୋଉ ଭବିଷ୍ୟତ ପାଇଁ ଯେତିକି ଯୋଉ ଘର ବନେଇଥିଲା ତା ଛୁଆ ପାଇଁ କଣ ତାର ସମସ୍ତ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଇଛି। ସେଇଥିପାଇଁ ସେ କଣ ନା
ଯେ କଣ ସବୁ ଦୋଷ ଦେଇଛି ସେ କାହାକୁ? ଦାଦି ବୁଢ଼ାକୁ ଦେଇଛି ହେଲା। କହିଛି ଯେ ଯଦି ଠେଙ୍ଗାଟି ମୋର ଖରାପ ଡୁମା ଗୋଟିଏ ଭଲ ଡୁମା ପଠିଲୁ ନାହିଁ କାହିଁକି ଦାଦି ବୁଢ଼ା। ସେ କଣ ନିଜର ଯୋଉ କଣ ଦୁଃଖ ଯୋଉ ଅନ୍ତର୍ବେଦନାକୁ ସେ କଣ ଦାଦି ବୁଢ଼ା ପାଖେ ଜଣେଇଛି ଯେ ଦାଦି ବୁଢ଼ା ତୁ ଯଦି ଜାଣିଥିଲୁ ଗୋଟେ ମୋ ପୁଅଟି ଯଦି ଖରାପ ଡୁମା ତାହେଲେ ଗୋଟେ ଭଲ ଡୁମାଟେ ପଠେଇଲୁନି କାହିଁକି ହେଲା। ତାକୁ ମୁଁ ପାଳିଲି ବଢେଇଲି ଏଡେଟିରୁ ଏଡେଟିଏ କଲି ଶେଷରେ ମୋରି ପୁଅକୁ ମୋରି ମୁହଁରେ ଗୋଇଠା ମରେଇ ଦେଇ ଦୂର ବିଦେଶକୁ ବିଦା କରିଦେଲୁ ରେ ଦାଦି ବୁଢ଼ା ମୋର ଖାଇବା ହାତରେ ଧୂଳି ଦେଲୁ। ସେ କଣ କହିଛି ନା ଯେତେବେଳେ ଠେଙ୍ଗାଜାନିର ସମସ୍ତ ସରି ଠେଙ୍ଗାଜାନି ନାହିଁ ବୋଲେ ଯୋଉ ରାମ ନାୟକର ଯେତେବେଳେ ସବୁ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଇଛି ସେ କଣ ଯୋଉ ଅଭିମାନ କରିକି କହିଛି ଯେ ତାକୁ ମୁଁ କଣ ଯେ ଠେଙ୍ଗାଜାନିକୁ ଛୋଟରୁ ବଡ କଲି କେତେ ଛୋଟ ହେଇଥିଲା ସେଠୁ ମୁଁ ତାକୁ ପାଳିଲି ପୋଷିଲି ଶେଷରେ ସେ ମତେ କଣ ଧୋକା ଦେଇ ଚାଲିଗଲା ମୋର ଖାଇବା ଭାତରେ ଧୂଳି ଦେଲା ହେଲା। ସେ କଣ କାହାକୁ କହିଛି ନା ଏ କଥା ସେ ଦାଦି ବୁଢ଼ାକୁ ଯାଇକି ଜଣେଇଛି। এই ଉକ୍ତିରେ ବିଶ୍ୱାସ ଅପେକ୍ଷା ଅଭିଯୋଗର ଚଟୁଳ ଯୁକ୍ତି ଅଧିକ ପ୍ରକାଶିତ। ଯୌକ୍ତିକ ବିଚାରବୋଧରେ ସମଗ୍ର ସାମାଜିକ ବିଶ୍ୱାସକୁ ବ୍ୟକ୍ତି ଉପହାସ କରିଛି ନିର୍ଜନରେ। ଏହି ମୁହୂର୍ତ୍ତରେ ବିଶ୍ୱାସ ଅପେକ୍ଷା ନିଜର ପୁରୁଣା ଗାଁକୁ ଛାଡ଼ି ନୂଆ ଗାଁ ଓ ନୂଆ ସଂସ୍ଥା ଗଢ଼ିବାର ସମ୍ଭାବନା ଯେତେବେଳେ ଆସିଛି ରାମନାୟକ ତାକୁ ସହଜ ଭାବରେ ଗ୍ରହଣ କରିନେଇଛି। ପୁଅ ବୋହୂଙ୍କ ରହିବା ପାଇଁ ତିଆରି ହେଉଥିବା ଅଧାତୋଳା ଘରର ସ୍ମୃତି ବା ପୁରୁଣା ଗାଁରେ ଦାଦିବୁଢ଼ା ନିକଟରେ ଅତୀତରେ କରିଥିବା ସମସ୍ତ କାମନା ଆତ୍ମନିବେଦନକୁ ଏକ ଶବ ପରି ପଛରେ ପକେଇ ଦେଇ ବଞ୍ଚିବାର ନୂତନ ପ୍ରତିଶ୍ରୁତି ନେଇ ଗୋଷ୍ଠୀ ସହ ରାମନାୟକ ଚାଲିଯାଇଛି। ସେ କଣ ହେଇଛି ନା ଯେତେବେଳେ ତାଙ୍କ ପୁଅ ଛାଡିକି ପଳେଇଛି ତା ପାଇଁ ଗୋଟେ କଣ ଘର ବନଉଥିଲା ସେ ଅଧାତୋଳା ସେ ଘର ବା ପୁରୁଣା ଘର ସେ ଛାଡି ତାଙ୍କ ଗୋଷ୍ଠୀ ମାନଙ୍କ ସହିତ ସେ ଘର ଛାଡିକି ପଳେଇଛି। ଯେମିତିକି ସେ ତାଙ୍କୁ ଲାଗିଛି ଯେ ଗୋଟେ ସବୁକୁ ଯେମିତି ସେ ପଛରେ ପକେଇ ଦେଇ ବଞ୍ଚିବାର ଗୋଟେ ନୂତନ ଆଶା ପାଇଁ ପଳେଇଛି ହେଲା। ସମୟ ଚାଳିତ ଜୀବନ ଉପରେ ମୂଲ୍ୟବୋଧ ନିୟନ୍ତ୍ରିତ ଜୀବନର ପ୍ରାଧାନ୍ୟ ଉୟର ଏକୀଭୂତ ଧାରଣାରେ ଔପନ୍ୟାସିକ ଘଟଣାର ଅଗ୍ରଗତି ଦେଖାଇବା ସଙ୍ଗେ ସଙ୍ଗେ ଚରିତ୍ରର କୋଣାର୍କ ସୃଷ୍ଟି କରିଛନ୍ତି। ଗାଧୋଇ ଫେରୁଥିବା ସନ୍ତୋଷ କୁମାରୀର ରୂପ ଦର୍ଶନରେ ଠେଙ୍ଗାଜାନିର ଯୁବସୁଲଭ ଦୋଦୁଲ୍ୟମାନ ମନ ନିଜର ସତ୍ତା ହରାଇ ବସିଛି ଓ ପରେ ଆଦିବାସୀ ସମାଜର ଶୃଙ୍ଖଳାକୁ ଉପହାସ କରି ସେମାନଙ୍କ ମନର ପ୍ରଣୟ ଶକ୍ତି ଏହା ଉପରେ ସବାର ହୋଇ ବସିଛି। ମୁହୂର୍ତ୍ତର ଆବେଗ ଅତୀତ ଜୀବନ ଓ ସାମାଜିକ ବାଧା ବନ୍ଧନକୁ ବେଖାତିର ଭବିଷ୍ୟତ ଜୀବନ ପାଇଁ କାମନାର ସୋପାନ ତିଆରି କରିଛି। ଲେଖକ ସଚେତନ ଭାବରେ ଏହିପରି ସ୍ମରଣୀୟ ମୁହୂର୍ତ୍ତମାନଙ୍କ ଉପରେ ଛିଡ଼ା ହୋଇ ଚରିତ୍ରମାନଙ୍କୁ ତର୍ଜମା କରିବା ସଙ୍ଗେ ସଙ୍ଗେ କଥାବସ୍ତୁର ଅଗ୍ରଗତି କରାଇ ଦେଇଛନ୍ତି। ଯେ କଣ ନା ଯେ କଣ ଯେ କୁହନ୍ତି କି ପ୍ରେମ ପାଇଁ ସବୁ କିଛି କରିପାରେ ପ୍ରେମ ଦେଖେ ନାହିଁ ଜାତି କିମ୍ବା ଅଜାତି। ସେଇଠୁ କଣ ଯେ ସେମିତି କଣ ଠେଙ୍ଗାଜାନି କଣ ନିଜ ପ୍ରେମ ପାଇଁ ସେ ଗୋଟେ କଣ ଡମ୍ ଝିଅକୁ ବାହା ହେଇକି ସେ ପଳେଇଛି। ସେ ଦେଖିନି ଜାତି କିମ୍ବା ଅଜାତି କେବଳ ଦେଖିଛେ କଣ ନା ଭଲ ପାଇବା। ଏତିକି ତମର କଣ ପିଲା ଥିଲା ନା ବିଷୟବସ୍ତୁ। ପିଲେ ତମେ ଯଦି ଏତିକିରେ ଯଦି ବୁଝିପାରୁନ ତମେ ଯଦି ଚାହୁଁଛ ଯେ ମୁଁ ଦାଦିବୁଢ଼ା ଉପନ୍ୟାସର କଣ ପୁରା ବିଷୟବସ୍ତୁଟା ତମ ପାଖେ ଉପସ୍ଥାପନା କରେ ତାହେଲେ ମତେ କମେଣ୍ଟରେ ଜଣେଇବ। ମୁଁ ତମ ପାଇଁ ନେକ୍ସଟ ଭିଡିଓରେ କଣ ଦାଦିବୁଢ଼ା ଉପନ୍ୟାସର ଯୋଉ କଥାବସ୍ତୁଟା ଯେ ମୂଳ ବହିର ବିଷୟବସ୍ତୁଟା ମୁଁ ଆଲୋଚନା କରିବି ପିଲେ ହେଲା। ପିଲେ ଆଜି ପାଇଁ ଏତିକି ଥାଉ। ଆଉ ତମକୁ ଯଦି ପିଲାମାନେ ମୋ ଭିଡିଓଟି ଯଦି ଭଲ ଲାଗୁଛି ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ରହିଲି ଥ୍ୟାଙ୍କ ୟୁ।